आज शुणिबा उपन्यास हरिजन भाग 8। औपन्यासिक गोपीनाथ महांती। 9टा बाजिलाଣି। साही ଛିନା ପଡ଼ିଗଲାଣି। ଅନ୍ଧାର ଭିତରେ ଜୁକୁଜୁକୁ ହୋଇ ଆଲୁଅ ଦିଶୁଛି। ଧନୀ ବୁଢ଼ାର ଟୁଙ୍ଗା ଖୋଲା ଅଛି। ତାର ଘର ତାର ଆଶ୍ରମ ପରି। ଦୁଆର ମୁହଁ ପାଖକୁ ଯାଇ ସାନ ବଖରା ଗଞ୍ଜେଇ ଧୂଆଁ ଭିତରକୁ ସନିଆ ସ୍ୱର ଛାଡ଼ିଦେଲା। ଧନୀ ଅଜା। କିଏ ରେ ବାପ, ଟାଣିବ ଦମେ? ଆସ ଆସ। କଳାନେସି ହୋଇଥିବା ଫଟା କାଚ ଲାଗି ହୋଇ ନଳଟଣଟିଏ ଜଳୁଛି କେଉଁ ଦୂରରେ। ଘରଯାକ ଗଞ୍ଜେଇ ଧୂଆଁ ଲହଡ଼ି ଭାଙ୍ଗୁଛି। ଆଖି ଅଭ୍ୟସ୍ତ ହେଲେ ଦିଶୁଛି ଧାଡ଼ି ଧାଡ଼ି ହୋଇ ଚେକା ମହୁଲି ପକେଇ ହାଡ଼ିମାନେ ବସିଛନ୍ତି। ମୁହଁ କରି ବସିଛି ଧନୀ ବୁଢ଼ା, ତାର ଦାଢ଼ି ଝୁଲେଇ। ଆଜି ଧର୍ମଚର୍ଚ୍ଚା ପଡ଼ିଛି। ଧନୀ ଅଜା। ହଁ ବସ। ବଡ଼େଇ ଦିଅ ଚିଲମ କିଏ ଆସିଲେ? କଳଙ୍କି ଅବତାର କଥା କହୁଥିଲି। ସତ୍ୟ ନେତ୍ରା ଦ୍ୱାପର ସରିଯାଇଛି। ଆଉ କିଛି ଏଇ କଳିଟା। ତହିଁରୁ ବା କେତେଦିନ ବାକି ଅଛି? ଆମେ ଭାବୁଛୁ ଏତେ ବର୍ଷ ସେତେ ବର୍ଷ। ବ୍ରହ୍ମାଖର ଲେଉଟେଇ ଦେଲେ ଯୁଗେ ବିତିଗଲା। କଳଙ୍କି ଅବତାର ବାହାରିବା ବେଳ ହୋଇଗଲା। କିଏ କହିଲା ଆମକୁ କାଳ ପଡ଼ିବ? ଧନୀ ଅଜା। କଲ୍କି ଅବତାର ବାହାରିଲେ ଆଗ ଆମକୁ ନିପାତ କରିବେ। ଆମେ ତ ମ୍ଲେଚ୍ଛ, ଆମରି ପାଇଁ ସେ ଜନ୍ମ ହେବେ। ଓଲଟା ବୁଝିଛ ଭଗବାନ। ଯେତେ କହିଲେ ତମେ ତ ଏଠିକି ଆସ ନାହିଁ, ଧର୍ମ ଜାଣିବ କାହୁଁ? ମୁଁ କ'ଣ ମୋ ମନକୁ କହୁଛି ନା? କାଲି ମଠକୁ ଯାଇଥିଲି, ସେଇଠି ଏ କଥା ପଡ଼ିଥିଲା। ତୁ ଢୁଳେଇ ପଡ଼ିଥିବୁ ଦାଦି। ଆଉ ଜଣେ କହିଲା। ଠିକଣା କଥା ଶୁଣି ପାରିନୁ। ଶୁଣ୍ ଧନୀ ଅଜା କହୁଛି। ଧନୀ ବୁଢ଼ା ବକ୍ତୃତା ଦେଲା। ସେମାନେ ତମକୁ ଠକୁଛନ୍ତି। କଲ୍କି ଅବତାର ଆମକୁ ମାରିବା ପାଇଁ ନୁହଁ, ଆମକୁ ତାରିବେ। ତାଙ୍କୁ ମାରିବେ, ଲହିଦବ ଏଥର। ଆମେ ମଲେ ମଇଳା ସଫା କରିବ କିଏ? ମଲା ଗୋରୁ ଉଠେଇବ କିଏ? କାମ କରିବ କିଏ? ଦେଶ ଗୋଟାକ ଅଚଳ ହୋଇଯିବ। ଆମେ ଭଗବାନଙ୍କର ବେଶୀ ପ୍ରିୟ। ଆମେ ବଡ଼ ଭକ୍ତ। ଭଗବାନ ଭକ୍ତକୁ ଜାଣିଶୁଣି ହରବରରେ ପକାନ୍ତି। ସେମିତିକି ସବୁଥିରୁ ଲୟ ଉଠେଇ ନେଇ ଲୟ ରଖିବ ତାଙ୍କରିଠି। ସମସ୍ତେ ବାହା ବାହା ଦେଲେ। ସନିଆକୁ ଖରାପ ଲାଗୁଥାଏ। ଆଜି ଦୁନିଆ ଓଲଟିଛି। କେଉଁଠି ଚୋରି ବିଦ୍ୟା ଶିଖେଇବ, ଦୁଷ୍ଟାମି ଶିଖେଇବ ନା ଆଜି ଧନୀ ଅଜା ଗଞ୍ଜେଇ ଭୋଳରେ ହୋଇଛି ଧର୍ମଯାଚକ। ଲୟ ରଖିଥିବ ତାଙ୍କରିଠି। କାମ କରିଯିବ, ତରିଥିବ ତେରକୁ। ଦୃଢ଼ତା ଭକ୍ତି ଶୁଣିନା? ନାହିଁ। ଯାହା କହୁଛି ତା ଶୁଣ ନା। ଆମର ଏଇ ସାହିରେ ଦେଉଳଟିଏ କରିବା କଥା ଥିଲା ପରା? କୋଉଠି? ଇଟା ଜମା କଲା। ଚାରିପାଖେ ଏତେ କୋଡ଼ା ଗଢ଼ା ହୋଇଛି। ସବୁଥିରୁ ସମସ୍ତେ ରାତି ରାତିକା ଖଣ୍ଡେ ଖଣ୍ଡେ ଇଟା ବୋହି ଆଣିଲେ। ମାସକ ଭିତରେ ଦେଉଳଟାଏ ଠିଆ ହୁଅନ୍ତା। କାହିଁ ଏତେ ପୁଳେ ଇଟା ଜମେଇଛ? ଶୁଣିଲ ତ ନାଇଁ? କରିଦେବା ହୋ, କରିଦେବା ହୋ ଏଥର। ଧନୀ ବୁଢ଼ାର ମଥା ବିଗିଡ଼ିଛି। ଛଟପଟ ହୋଇ ସନିଆ ଅପେକ୍ଷା କଲା। କୁକୁର ଭୁକିଲେ। ଜୋତା ଶବ୍ଦ ହେଲା। ଅନ୍ଧାର ଭିତରୁ ଦୁଆର ମୁହଁରେ ପାଟି ହେଲା, ଏତେ ଲୋକ କ'ଣ କରୁଛ ଏଠି? ଲୟ ଲଗେଇଛୁ। ଧନୀ ବୁଢ଼ା କହିଲା। ଆସିବ କି ଭିତରକୁ? ଓ ଭଗବାନ, ଗଞ୍ଜେଇ ଅଛି ନା ଆଉ? ବାହାରକୁ ଆସ। କିଏ ହୋ ତମେ? ତମ ଘର କୋଉଠି? କୁଆଡ଼େ ଯିବ? ଆମେ ପୁଲିସ। କୁଆଡ଼େ ଆସିଛ ପୁଲିସ ଭାଇ? କ'ଣ ହେଲା? କ'ଣ? ସମସ୍ତେ ପଦାକୁ ଆସିଲେ। ଚୋରି ହୋଇଛି। ଏ ବାଟେ କିଏ ଗଲା ଦେଖିଲ କି? ଆମେ ତ ସଞ୍ଜ ବୁଡ଼ୁ ବୁଡ଼ୁ ଲୟ ଲଗେଇଛୁ। ସଡ଼କ ପଡ଼ିଛି, କେତେ ଲୋକ ଯାଉଛନ୍ତି। ନାମରେ ଆମେ ଭୋଳ। କାହିଁକି ନିଘା କରନ୍ତୁ? କେହି ଦୌଡ଼ି ଦୌଡ଼ି ଯାଏ ନାହିଁ, କେହି ଲୁଚି ଯାଏ ନାହିଁ। କେମିତିଆ ମଣିଷ ତାର ହୁଲିଆ କହିପାରିବ? ଜାଣିଥିଲେ ଆମେ ପଚାରି ଆସନ୍ତୁ କାହିଁକି? ଯା ବାବୁ, ଆଗରେ ପଚାର। ପୁଲିସ କଲେ। ସମସ୍ତେ ଉଠିବାକୁ ହେଲେଣି। ଧନୀ ବୁଢ଼ା କହିଲା, ସତାର ଆଉ ଟିକେ। ବୃଥା କାହିଁକି ସନ୍ଦେହରେ ପଡ଼ିବ? ଭଜନ ଲଗାଅ। ଧନୀ ବୁଢ଼ା ଆରମ୍ଭ କଲା। ଥକା ମନ, ଚାଲ ଯିବା ଚକା ନୟନ ଦେଖିବା। ସମସ୍ତେ ତହିଁରେ ସ୍ୱର ମିଳାଇଲେ। ସନିଆ ଅପେକ୍ଷା କଲା। ଧୀରେ ଧୀରେ ମନ ଡୁବିଗଲା ସେହି ଭଜନରେ। ତଳେ ଯାହା ଥାଉ, ଚୋରି କି ଡକାୟତି, ମଦୁଆ କି ଲମ୍ପଟ, ସବୁ ବିଭତ୍ସତା, ସବୁ ଦରିଦ୍ରତାକୁ ପଛକୁ କରିଦେଇ ତୁଣ୍ଡରେ ହରିନାମ ଅମୃତ ଦିନଯାକର ଅନୁଭୂତି ଉଭେଇ ଚାଲିଗଲା। ଅନ୍ଧାରେ ଅନ୍ଧାରେ ଗଢ଼ି ହୋଇଗଲା ଗୋଟିଏ ମନ୍ଦିର। ସେଥିରେ ସିଂହଦ୍ୱାର ଭିତରେ ବସିଛି ଚକାନୟନ। ବାରମ୍ବାର ମଣିଷ ପଥର କାନ୍ଥରେ ମୁଣ୍ଡ ଭୁଷୁଛି। ପ୍ରାଣରୁ ଡାକଟା ଉଠୁଛି, ଚକାନୟନ ଦେଖିବା। ସମାଜ ନାହିଁ, ମନ୍ଦିର ନାହିଁ। ଅଛବ ଜାତି ଭଜନ ଚାଲିଲା। ସନିଆ ଆପଣାର ସମସ୍ତ ବଳ ଏକାଠି କରି ଗଜଗର୍ଜି ଗାଇଲା, ଥକା ମନ ଚାଲ ଯିବା।
ଉଦ୍ଦେଶ୍ୟ ଭୁଲ ହୋଇଗଲା। ରାତିର ଛାତି ଚିରି ଚିରି ସହରକୁ ଚଳେଇଲା ପରି ଛିଗୁଲେଇଲା ପରି କେବଳ ନାମର ଧ୍ୱନି। ସଞ୍ଜ ବୁଡ଼। ମନ୍ଦିରକୁ ଯିବ ବୋଲି ମାନମୟୀ ପ୍ରସ୍ତୁତ ହେଉଥାଏ। ପୁରୁଣା ଦେଉଳ, ସେଠି ପଥରର ଦେବତା, ଭିତରେ ଦେଉଳିଆ ଫିମ୍ପି ମରା ଗନ୍ଧ, ଦୀପ ସଳିତାର ମିଞ୍ଜି ମିଞ୍ଜି ଆଲୁଅ, ରାସ୍ତାରେ ଧୂଳି, ଭିକାରୀ, ରୋଗୀ। ମାନମୟୀର କଅଁଳ ପ୍ରାଣ ମନ୍ଦିରର କୌଣସି ପ୍ରକାର ଆକର୍ଷଣ ଥିଲା ତାହା ନୁହେଁ, କିନ୍ତୁ ମଝିରେ ମଝିରେ ବୋଉଙ୍କର ଆଦେଶ ହୁଏ ମନ୍ଦିରକୁ ଯିବା ପାଇଁ ଏବଂ ସେତେବେଳେ ବାଧ୍ୟରେ ପଡ଼ି ଯିବାକୁ ପଡ଼େ। ମାନମୟୀ ସଜ ହେଉଥିଲା, ମୁହଁରେ ସ୍ନୋ ଏବଂ କ୍ରିମ୍, ଓଠରେ ନାଲି ରଙ୍ଗର, ଦେହରେ ଯାବତୀୟ ଅଳଙ୍କାର ବା ହାତରେ ସରୁ ସୁନା ଘଣ୍ଟାଟି ଜାକି। ଲୁଗାର ଭାଙ୍ଗ ଏବଂ କୁଞ୍ଚ। ପଥରିଆ ଦେବତାର ପୂଜା କାର୍ଯ୍ୟରେ ଏସବୁ ସବୁ ପ୍ରୟୋଜନ ହୁଏ ନାହିଁ, କିନ୍ତୁ ମଣିଷ ଗହଳିକୁ ବାରିବାକୁ ହେଲେ ଏସବୁ କରିବାକୁ ପଡ଼ିବ। ତେଣୁ ଦର୍ପଣ ସାମ୍ନାରେ ମାନମୟୀ ପ୍ରସ୍ତୁତ ହୋଇଥାଏ। ମୁହଁ ମଠାମଠି କଲାବେଳେ ଦର୍ପଣକୁ ଚାହିଁ ବାରମ୍ବାର ହସେ। କାଚରୁ ଆପଣଠାରୁ ପ୍ରତିଦାନ ପାଇ ଦେହର ଲୋଭ ବଢ଼େ। ବାହାରେ ମଉଳା ଜହ୍ନ ଆଲୁଅ, ଭିତରେ ଉଜ୍ଜଳ ଆଲୁଅରେ ସେ ଓ ତାର ଦର୍ପଣ। ନିଜକୁ ଆସ୍ତେ ଆସ୍ତେ ଆଉଁସେ। କପାଳ ଉପରୁ ଅବାଧ୍ୟ ବାଳ କେରାକ କାନ ଉପରକୁ ଖୋସିଦେଲା ବେଳକୁ ଆଙ୍ଗୁଠି ଗୁଡ଼ିକ ମଠେଇ ମଠେଇ ହୁଏ, ଯେପରିକି ସେ ଆଉ କାହାରି ସ୍ପର୍ଶ ବା କଳ୍ପନାରେ ବିଭୋର। ଏହି ବେଳଟି ଆପଣା ସଙ୍ଗେ ମୁହାଁମୁହିଁ ବଡ଼ ନିଭୃତ ଲାଗେ। ବହଳ ବାଙ୍କ ଭ୍ରୁଲତା ତଳୁ ହସ ଛଳ ଛଳ ଦୁଇଟି ଆଖି ଅଭିନନ୍ଦନ ଜଣାଉଛି। ରଞ୍ଜିତ ଓଠର ଶାଣିତ ଧାର ପୃଥିବୀକୁ ବିପଦ ସୂଚଉଛି। ଏହିପରି ସମୟରେ ପିଠିଆଡ଼ୁ ଗୋଟିଏ ଛାଇ ସେ ଦର୍ପଣ ଉପରେ ପଡ଼ିଲା। ମୁହଁ ପାଖେ ମୁହଁ ସ୍ଥିର ହୋଇ ରହିଲା ଓ ତାପରେ ଛାଇର ଦୁଇ କାନବୋଳ ସଂଯୁକ୍ତ କରି ଲାଖି ରହିଲା ଗୋଟିଏ ହସ। ସେ ମୁହଁରେ ସୌନ୍ଦର୍ଯ୍ୟ ନାହିଁ, ସୌଷ୍ଠବ୍ୟ ନାହିଁ, ପୋଡ଼ା ଗୋଜିଣା ବିଧାତାର ଟାହିଟା ପରା। ବିରକ୍ତ ହୋଇ ବୁଲିପଡ଼ି ମାନମୟୀ କହିଲା, ମଲା, ମୁଁ ଚମକି ପଡ଼ିଲି। କିଲୋ ଚୁଲି ଯଶୋଦା, ସେମିତି ନାକିଛୁ କାଇଁ ବା? ବାସ୍ତବିକ ଯଶୋଦା ନାକେଇଥାଏ। ନଇଁପଡ଼ି ବଣର ଜନ୍ତୁ ପରି ଦେହ ବଙ୍କେଇ ଦର୍ପଣ ଚିତ୍ରକୁ ଆଶ୍ଚର୍ଯ୍ୟ ଭଙ୍ଗୀରେ ନିରେଖି ଠିଆ ହୋଇଥାଏ। କ'ଣ ଫାଜିଲ ହେଉଛୁ ନା କ'ଣ? ଗଲୁ, ତୁ ଏଠୁ ଗଲୁ, କୁଆଡ଼େ ଆଇଲୁ ଆଁ? ଯଶୋଦା ହସୁଥାଏ, କହିଲା, ତମେ ଭାରି ସୁନ୍ଦର ଦିଶୁଛ ଦେଇ। ଆଉ ଦେଖିଲ ମୋ ମୁହଁକୁ, କଳା କେନ୍ଦୁରୁ ସିରି ତୁଟି ଯାଇଛି ଗୋ। ଲେଉଟି ଗଲେ ଗାଁ ଲୋକେ ବି ଚିହ୍ନି ନ ପାରି ପାଟି କରିବେ, ଏଇଟା କିଏ, ଏଇଟା କିଏ? ଆଃ, ମରଣ ନାହିଁ, ଆପଣା ରୂପକୁ ବାହୁନିବାକୁ ଆଇଲେ ଏତିକି ବେଳେ? ତୋର କାମ ନାହିଁ ଯେ ଆସିଲ ମୋତେ ବିରକ୍ତ କରିବାକୁ? ଯା, ପଳା। ତମେ ଚିଡ଼ୁଛ କାହିଁକି? ସତରେ କହୁଛି, ଛଞ୍ଚି ରହି ରହେ ନାହିଁ ମଣିଷର ଏ ପୋଡ଼ା ରୂପ। ବାଟରେ ଗଲେ ଘାଟରେ ଥିଲେ କେତେ ଲୋକ ଆଁ କରି ଅନଉଥିଲେ। କିଏ ପାନ ଯାଚୁଥିଲା, କିଏ ଯାଚୁଥିଲା ଫୁଲ। ଶେଷରେ ତମରି ବାପା। ଚୌକିଟା ଘୋଷାରି ଦେଇ ଉଠିପଡ଼ି ହାତ ଉଞ୍ଚେଇ ମାନମୟୀ ଧାଇଁଗଲା। କହିଲା, ରହ, ତୋ ପିଠି ଭାଙ୍ଗୁଛି ଆଜି। ବିକଳ ମୁହଁ କରି ଯଶୋଦା ଠିଆ ହୋଇଥାଏ। କହିଲା, ଛି ଛି, ମୋତେ ଛୁଅଁନା, ଛୁଅଁନା, ତମ ଦିହରେ କଳା ଲାଗିଯିବ, ଲୁଗା ମଳି ହୋଇଯିବ। ରାଗ ନାହିଁ ମୋ ଦେଇ। ଦାଣ୍ଡ ଘରେ ବାବୁମାନେ ବସି ତାସ ଖେଳୁଛନ୍ତି। ଜଣେ ବାବୁ ଖଣ୍ଡେ ବହି ପଠେଇଦେଲେ ତମେ ପଢ଼ିବ ବୋଲି ଯେ ନେଇ ଆସିଲି। ଯଶୋଦା ହସିଲା। ଅଣ୍ଟିରୁ ବହି ଖଣ୍ଡେ ବାହାର କରି କହିଲା, ହେଇ ଦେଖୁନା ମଲା, ଅଣ୍ଟିରେ ପୂରେଇ ଆଣିଛୁ କାଇଁ ବା? ଏତେ ଭଙ୍ଗୀ କାହିଁକି? ଆଣ, ଦେ। ମୁଁ କି ଜାଣେ ଗୋ? ଥିରି କରି ମୋ ହାତକୁ ବଢ଼େଇ ଦେଇ କହିଲା, ଯା, ଦେଇଦେବୁ। ଝଅଟି ଅଣ୍ଟିରେ ପୂରେଇ ଦେଲି। ଘରୁ ବାହାରିଲା ବେଳକୁ ପୂଜାରୀ ଚା ଜଳଖିଆ ଧରି ଆସୁଛି। ଆଉ ଟିକେ ହୋଇଥିଲା ସରିଥାନ୍ତା ସବୁ। ବୋଉ ଅଛନ୍ତି ରୋଷେଇ ଘରେ, କ'ଣ କରୁଛନ୍ତି? ଭାବିଲି ବହିଖଣ୍ଡ ପାଇଲେ ଦେଇ ଖୁସି ହେବେ। ତୋ ଓଲଟି, ତୋ ମୁଣ୍ଡ ଗଣ୍ଡି, ତୁ ପଳା ଏଠୁ। ଯଶୋଦା ଚାଲିଗଲା। ଘର ନିର୍ଜନନ। ଖଣ୍ଡେ ଅରଖ-ନୂଆ ଉପନ୍ୟାସ, ପୁରୁଣା ଉପାୟ। ପୃଷ୍ଠାତଳ ଓଲଟେଇ ପକାଇଲା ବେଳକୁ ଚିହ୍ନା ହାତର ଖଣ୍ଡେ ସାନ ଚିଠି। ମହକି ଉଠୁଛି। ସୁର ନୁହେଁ, ସୁର। ନ ହେଉ, ଜଣେ ଉପାସକ ଅଜୟ ବାବୁ ବହି ପଠେଇ ଦେଇ ଦୁଃଖିତ ହୋଇ ଲେଖିଛନ୍ତି, ବୋଉ କହୁଥିଲା ତୁମେ ସବୁ ଆସୁନା କାହିଁକି ବୋଲି। 5ଟା ଛକି ତଳେ ଉପରେ ମେଞ୍ଚାଏ କଟାକଟି। ନିରେଖି ଦେଖି ତଳର ଅକ୍ଷର ବାରିବା ସକାଶେ ନିମନ୍ତ୍ରଣ। ତାପରେ ଭଲ ବହି, ପଢ଼ି ବୁଝିବ ଏବଂ ନିଶ୍ଚୟ ଆସିବ। ପଦାରେ ଖସ୍ ଖସ୍। ଚିଠିଖଣ୍ଡ ବ୍ଲାଉଜ ଭିତରେ ଆଶ୍ରୟ ନେଲା। ଅତି କ୍ଷୁଦ୍ର ଭୀରୁ ନିବେଦନ। ଦୁନିଆର କଠୋର ଆଖି ଆଗରେ ଝାଉଁଳି ପଡ଼ିବ କାଳେ। ପ୍ରସାଧନ ସରି ଆସିଥିଲା। ବହି ଓଲଟେଇ ମାନମୟୀ ଭାବିଲା, ଅଜୟ ବାବୁ ନିତାନ୍ତ ପର ନୁହନ୍ତି।
ହସ ମାଡ଼ିଲା। ଏମିତି ମଣିଷ ସେ ବାଛି ବାଛି ଖଣ୍ଡେ ବହି ପଠାଇ ଦେଇଛନ୍ତି। ଆପଣା ପ୍ରାଣର ଅକୁହା କଥାକୁ ଭାଷା ଦେଇ ସେ ବାରମ୍ବାର କହି ଲାଗିଥିବ ଗ୍ରାମଫୋନ୍ ରେକର୍ଡ଼ ପରି। ବହି ପଢ଼ି ଅଜୟ ବାବୁଙ୍କ ମନ ବୁଝିବା ଦରକାର ପଡ଼େ ନାହିଁ। ସ୍ମରଣ କଲେ ସବୁ ମନେ ପଡ଼େ। ଟେଲିଫୋନ୍ରେ ଡାକି ମୁହାଁମୁହିଁ କଥାଭାଷା ହେଲା ଭଳି ତାଙ୍କର ପ୍ରବୃତ୍ତି ନାହିଁ। ଦେଖାହେଲେ ମୁହଁ ତଳକୁ, କିନ୍ତୁ ପଦାରେ ଜହ୍ନ ଆଲୁଅରେ ଝଙ୍କା ଗଛର ଛାଇ ପରି ସେ ବି ଜଣେ। ଉପେକ୍ଷୀ ହୁଏ ନାହିଁ। ତାଙ୍କ ପାଇଁ ବି ମୁହୂର୍ତ୍ତ ଆସେ। ଝରକା ପାଖେ ପଦାକୁ ଅନେଇ ଠିଆ ହେଲା। ଜହ୍ନ ଆଲୁଅରେ ସବୁ ସୁନ୍ଦର ଦିଶୁଛି। ଆପଣା ଭିତରୁ ସ୍ୱପ୍ନ ଉଡ଼ିଯାଇ ବାହାରେ ଝୁଲି ହୋଇ ରହିଛି ନିଜ ନିଜର ଆସନରେ। ଦୁନିଆ ସୁନ୍ଦର। ମାଟି ଧୂଳିର ଦୁନିଆରେ ଜଣକୁ ପ୍ରଶଂସା କରି ପୂଜା ଦେବାକୁ ଏତେ ଜଣ ଅଛନ୍ତି, ଭାବିଲେ ସୁଖ ଲାଗେ। ଏକୁଟିଆ ଥିଲେ ବି ଅଦେଖା ଉପାସଙ୍କୁ ସ୍ମରି ଗେହ୍ଲେଇ ହେବାକୁ ଦେହ ଭିତରେ ଜୁଆର ଆସେ। ଦୁନିଆ ସୁନ୍ଦର, ହୃଦୟ ଓସାର ଉଦାର, ସମସ୍ତେ ବନ୍ଧୁ। ତୁଳନା କରିବାକୁ ସେ ଚାହେଁ ନାହିଁ। ନିର୍ଦ୍ଦୟ ଚରମପଣକୁ ପଛକୁ ଫୋପାଡ଼ି ଦେଇ ମାନମୟୀ ହାରମୋନିୟମ ଖୋଲି ଗୀତ ବୋଲିଲା। ତଳେ 4 ଜଣ ବସି ବ୍ରାଜ୍ ଖେଳୁଛନ୍ତି। ଅଘୋର ଓ ଅଜୟ, ସୁର ଓ ଇନ୍ଦ୍ରଜିତ୍। ବିଜୁଳି ଆଲୁଅ ଓ ବହଳିଆ ସିଗାରେଟ୍ ଧୂଆଁ ମିଶି ଗୋଳି ହୋଇ ଗୋଟାଏ ପୁରାତନ ବ୍ୟୋମ ସବୁ ଢାଳି ରଖିଛି। ସେଇଠି ମଣିଷ ତାସ୍ ଖେଳରେ ମାତନ୍ତି। ସମୟ ଶତ୍ରୁ ଯେ କାନ୍ଥରେ ଥାଇ ହାତରେ ଥାଇ ସବୁ ଅପ୍ରୀତିକର ଜଞ୍ଜାଳକୁ ସପ୍ତ କରି ବାରମ୍ବାର ପ୍ରହାର କରେ ସେ ଶୋଇପଡ଼େ ସପ୍ତାହ ଯାଏ। ବାହାରେ ଜହ୍ନ ଆଲୁଅ ଯାଏ, ଅନ୍ଧାର ଯାଏ। ସ୍ତବ୍ଧ ଆକାଶରେ ମେଞ୍ଚା ମେଞ୍ଚା ତାରା ବୃଥା ଚକମକ କରୁଥାନ୍ତି। ଭିତରେ ନୂତନ ବ୍ୟୋମରେ ମାର୍ଜିତ ମନର ନୂତନ ସୃଷ୍ଟି। କେବଳ ତାସର ସଂସାର। ତୁମୁଳ ଯୁଦ୍ଧ ଲାଗିଥାଏ ଚିନ୍ତାପଥ ସୁଗମ କରିବାକୁ। ଆହୁରି ସିକ୍ରେଟ୍। ନୋ ବିଟ୍, ନୋ ଟ୍ରମ୍ସ। ସେଇ ତାର ହୁଙ୍କାର, ଆସ୍ଫାଳନ, ସାଙ୍କେତିକ ଭାଷା, ଉତ୍କଟ ଭାବନାର ରେଖା। ଆଶା, ଆଶଙ୍କା, ଆନନ୍ଦ। ପୁଣି ସବୁ ବଦଳିଲା କିଛି ଚଳଚ୍ଚିତ୍ର ପରି। ସଭ୍ୟ ଶିକ୍ଷିତ ମୁହଁରେ ରାହୁର ଛାଇ ପରି ଆଦିମ ମଣିଷର ପ୍ରାଣର ପିପାସା ଫୁଟି ଫୁଟି ଉଠୁଛି ହିଂସା, ଜିଜ୍ଞାସା, ମୋହ। ନୋ ବ୍ରିଡ୍, ନୋ ଟ୍ରମ୍ସ। ଅବିରାମ ସେଇ ଖେଳର ଡାକ। ତାହାରି ମଝିରେ ସ୍ୱପ୍ନରେ ବିଳେଇ ପରି ପଡ଼ିଶା ଘର ଖବର ଓ ଦୁନିଆର ଖବର। ପୁଣି ସେ ଚର୍ଚ୍ଚା। ଅଧାରୁ ଭାଙ୍ଗି ପଡ଼ି କେଉଁଆଡ଼େ ଅନ୍ତର୍ନିହିତ ହୋଇଯାଏ। ଚାଲେ ଯୁଦ୍ଧର ଫଳାଫଳ, ଯୁଦ୍ଧ କୁଶଳତାର ବିଶ୍ଳେଷଣ। କ'ଣ ଖୋଜିଥିଲେ, କ'ଣ ପରିଣତି ଘଟିପାରିଥାନ୍ତା। ହେଲା ନାହିଁ ଆପଣା ବ୍ୟକ୍ତିତ୍ୱର ପ୍ରତିଷ୍ଠା। ଆପଣା ଛଡ଼ା ଅନ୍ୟ ସମସ୍ତିଙ୍କର ଭୁଲ। ଏହିପରି ଉନ୍ନତ ଚିନ୍ତା। 4ଟି କର୍ଣ୍ଣଧାର। ଅଘୋର ହାରିଯାଇଛି। ତାତ୍ସଲ୍ୟରେ ସୁର ଓ ଇନ୍ଦ୍ର ଥରେ ଥରେ ଚାହିଁ ଦେଉଛନ୍ତି। ଚଷମା ଉଢାଳରୁ ଇନ୍ଦ୍ରର ଆଖି ହସୁଛି। ଅଘୋର ଭାବୁଛି ଅଜୟର ମସ୍ତିଷ୍କର ଉପାଦାନ କ'ଣ। ସମସ୍ତଙ୍କୁ ଚାହିଁଦେଲା ବେଳକୁ ନଖ ଓ ଦାନ୍ତର ବାରମ୍ବାର ବ୍ୟବହାର ସେ କରିନେଉଛି ମନେ ମନେ। ମାନମୟୀ ଗୀତ ବୋଲୁଛି। ଅଜୟ ଖେଳ ଭୁଲ କରି ଦୀର୍ଘଶ୍ୱାସରେ କ୍ଷୟ ହୋଇଯାଉଛି। ସୁର ନିଶ୍ଚିନ୍ତ ହୋଇ ଖେଳୁଛି। ଇନ୍ଦ୍ରଜିତ୍ର ଶାନ୍ତ ମୁହଁରେ ବେଳେ ବେଳେ ବିରକ୍ତି। ହାଡ଼ି ସାହିରେ କେଉଁଠି ପ୍ରବଳ ଗୋଳମାଳ ହେଲା। ଭାବନାର ବାଧା ପଡ଼ିଲା। ଖେଳ ସଙ୍ଗେ ଚାଲିଲା ମାଳ ଟିପ୍ପଣୀ। ଇନ୍ଦ୍ରଜିତ୍ କହିଲା, ଆଚ୍ଛା, ଜାଗାରେ ଘର କରି ରହିଛ ତୁମେ ଅଘୋର। ରାସ୍ତାରେ ହାଉ ହାଉ, ପଡ଼ିଶାରେ ମେହେନ୍ତର, ପଦାରେ ପଦାରେ ଚୋରି ଡକାୟତି। ଓଃ, ଅସହ୍ୟ। 3 ହର୍ସ। କ'ଣ କହିଲ? ଘରର ଜାଗା, ମେହେନ୍ତରର ସାହି। ତୁମର ଛକ ଉପରର ଘର ଖୁବ୍ ନିରୋଳା, ନା? କବିତା ଲେଖିବାକୁ ଖୁବ୍ ଭଲ। ଛାପାଖାନାର ଶବ୍ଦ, ହୋଟେଲର ବାସ୍ନା, ରାସ୍ତାର ଚିତ୍କାର, ନା କ'ଣ କହୁଛ? ଯାହା ଥାଉ, ସେଠି ଏମିତି ଅଭଦ୍ର ପରିସ୍ଥିତି ନାହିଁ। ତୁମର ସୁଧରେଇବା ଉଚିତ। ବଡ଼ ଅସ୍ୱାସ୍ଥ୍ୟକର। ସ୍ଥାନକୁ ନାକ ଟେକନ୍ତୁ ନାହିଁ ଇନ୍ଦ୍ରବାବୁ। ଅଜୟ ବାବୁ ତାଙ୍କର କଅଁଳ ଭାଷାରେ କହିଲେ। ଏହି ମେହେନ୍ତର ସାହିରେ ବାସ କରି ଅନେକ ମହାପୁରୁଷ ହୋଇଛନ୍ତି। ଆପଣର ବ୍ୟକ୍ତିଗତ ରୁଚିଠୁ ଯୁଗର ରୁଚି ବଡ଼। ତାହେଲେ ଆପଣ ବି ମହାପୁରୁଷ ହୁଅନ୍ତୁ। ସୁରବାବୁ କହିଲେ। ହେଇ ଅଘୋର, ଲେଖ ତମର ଟାଉନ୍। ଯେଉଁ ଖେଳଟା ଖେଳୁଛ ତମେ ଆଜି। ଗୀତ ବନ୍ଦ ହେଲାଣି। ପର୍ଦ୍ଦା ହଲୁଛି। ଉତ୍ତେଜିତ ହୋଇ ଅଜୟବାବୁ କହିଲେ, କ'ଣ କହୁଛନ୍ତି ଆପଣ? ଆପଣଙ୍କର କ'ଣ ସହାନୁଭୂତି ନାହିଁ? ଆଦୌ ନାହିଁ, ସୁରବାବୁ କହିଲେ। ମୁଁ ସ୍ୱାର୍ଥପର। ମୋର ବି ନାହିଁ, ଇନ୍ଦ୍ରବାବୁ କହିଲେ। ଯାହା ଅସନା, ଯାହା ଅସୁନ୍ଦର, ସେଥିପ୍ରତି ମୋର ବି ସହାନୁଭୂତି ନାହିଁ। ପଚାରନ୍ତୁ ଅଘୋର ବାବୁଙ୍କୁ। ତାଙ୍କର ବା ଥାଇପାରେ, କାରଣ ସେ ପାଖରେ ଅଛନ୍ତି। ଧେତ୍, କ'ଣ ମ, ମନ ଦେଇ ଖେଳନ୍ତୁ ଅଜୟ ବାବୁ। ପର୍ଦ୍ଦା ଆଡ଼େଇ ଦେଇ ମା ଝିଅ ଆସି ପହଞ୍ଚିଗଲେ। ଏକାଠି ଧଡ଼ ଧାଡ଼ ହୋଇ ସମସ୍ତେ ଉଠି ପଡ଼ିଲେ।
तास खेल भांगीगला। पदार दुनिया अति जोरे आक्रमण कला भली सजा कोठी को बो कहले चल अघर मंदिर को जीवा परा टिके। अजय बाबू चाहि रही मानमयी को पछआड़ से पापुली रे फुंकी फुंकी हसुची। सुरा बाबू कहले चलतु मु भी जाऊँगी तू नहीं जा सुर आम गाड़ी रे बोध हुए तेल नहीं बहु आश्चर्य हेले पीला किए तेल ओह खूब बुला होइथिला बोध हुए। अघर कहला शैलेन्द्र बाबूंको घर को दुईथर जाइथिली। बोऊ गंभीर होई चाहिला घर कथारे पिलालियामी शिष्टता विरुद्ध। इंद्रजित बाबू कहले हाँ तांको झीर विवाह कर। मानमयी कहला बोऊ आमे टिके जानते हे कुआड़े जीव डेरी हो गलानी चंचल आसीब सुर। अघर काकटिला सुर निजे पाटक खोली धरिला। नमस्कार सारिला बेलू मानवयी अजय बाबू को कहला आपण भी आसी थांते एते गुड़ाए बाट घर को फेरिबे तो। सुर स्टार्ट देला गाड़ी चलीगला। आपण कौन जाउछन्ती अजय बाबू इंद्रजित पचारिला। आउ कौन खेल सरिला जा हेउ आजर बोझ सुझेबाकू डेरी हेब। अजय बाबू कहीदे कले संसार रे जिताहेरा लागिछि। आपण ठीक दार्शनिक वर्तमान अघर मोर दरकार खंडे बाड़ी नहले तुमर जो साही सबुठ विपद कुआड़े से दाढ़िया बुढ़ाटी चिन्हटीटा हाड़ी साई किणवाक जाऊछ जेतेबेले ताकू चिन्ह रखिबा दरकार। हाँ तुमे हाड़ी साई किणुछ मु जाने तुमे सेमिति आश्चर्य हेबार कारण नाही। शैलेन्द्र बाबूंको पाखकू मु भी जाइथिली। हे कोठी किणवा कथा हेलानी चंचल किणी पकाओ तुम ना शुणी मु पकेइली। सत कथा कहबा कले छाड़ सत कथा केही कहते नहीं तेबे मन रखिथिबो शुभ कार्य मु केबे बाधा देबे नाही। हो नमस्कार। ए दुनिया क्लांत ही अघर बाबू भाबुथाए समस्ते खेलिला बाला धुरंधर समस्ते। इंद्रजित मध्य उद्देश्य घेनी आसीथिले। छात उपरे एकोटिया से बसी थाए जनठा मरी आसलाणी पाद तले हाड़ी साई निर्जन निछाटिया भावी लगिला घहा घरे किए कहीं मेहतर पली कहीं तार संसार दुईटा दुनिया अलगा अलगा गोटाए आरटाकू गिळिबाकू मन करेछि। मन भितरे सहस्र आदर्शवादर सहानुभूति बोही से भी आपना को करिछि उद्देश्यर निमित्त जेते भाबुथिले निस्तार नाही। पिलाटी दिनु आखिए आखि बहुकालर गोटाए पुराणा छवि निधि देखिबा अभ्यास से अंधार रे ठाए पोखरीर पानी छल छड़े लोके गाधांती उपरू कहार घर भितर दिसे कहार बारीपट दिने दिनकर दृश्य गोटी गोटी होई मने पड़े। नीरवरे मन छरी बोले निधि प्रस्तुत धरा छुआ न देउथिबा मुह रखा समाजरू घोषी होई फेरी आसला परे एही आड़को चाहे चिन्हा छवि को रूपक थापी खेली खेली से सुख पाए। सेठी जाति नाही श्रेणी नाही हाई पाई हेउथाए कोठा उपरर साधारण मनीष तलकुड़ियार साधारण मनीष कथा भाबी खोजुथाए ममता। तेबे एठारे शेष हैला औपन्यासिक गोपीनाथ महांतींकर हरिजन उपन्यास। आगामी अध्याय ए उपन्यासटीर अवशिष्ट भागगुड़िक आमे शुणिबा। रहिली नमस्कार।